जय जगन्नाथ साଙ୍ଗମାନେ ସକାଳୁ ସକାଳୁ ଡାଲା ଧରିକି ଚାଲି ଆସିଲି ମୋର କିଚେନ୍ ଗାର୍ଡେନକୁ। ଆଉ ଗାର୍ଡେନରୁ ଆଜି ହେଉଛି ବହୁତ ଗୁଡ଼ିଏ ପରିବା ହାରଭେଷ୍ଟିଂ କରିବାର ଅଛି। ତ କ'ଣ ପରିବା ହାରଭେଷ୍ଟ କରୁଛି ତାପରେ ଆପଣମାନଙ୍କୁ ଦେଖେଇବି। କିନ୍ତୁ କିଚେନ୍ ଗାର୍ଡେନରୁ ଆଜି ଯେଉଁ ପରିବା ହାରଭେଷ୍ଟ କରିବି ନା ସେଇଟା ହେଲା ମୋର ପୋଇଲୁ। ଆଉ ପରିବା ଗଛରେ ମୁଁ ଏବେ କିଛି ସାର ବିଷ ଦଉନାହିଁ। ମୋର ତ ଏବେ ସବୁ ପରିବା ଗଛ ମୋର ଅର୍ଗାନିକରେ ଲଗିଛି। ଫୁଲ ଗଛରେ କେବଳ ମୁଁ ସାର ଆଡ୍ କରେ, ବିଷ ବି ଆଡ୍ କରେ ଜଉଆ ପୋକ ପାଇଁ ବେଶୀ କରିକି। କିନ୍ତୁ ଏବେ ମୁଁ କୌଣସି ଗଛରେ ବି ଆଡ୍ କରୁନି, କାହିଁକିନା ଖରା ଯୋଉ ଭଳିଆ ହେଉଛି, ଖରାରେ ପତ୍ର ଗୁଡ଼ାକ ଜଳିଯିବ, ନଷ୍ଟ ହେଇଯିବ, ତ ସେଥିପାଇଁ ଆଡ୍ କରୁନି। କିନ୍ତୁ ପରିବା ଗଛରେ ନା ମୁଁ ସବୁବେଳେ ବାସି ମଉଳା ଫୁଲକୁ ହିଁ ଆଡ୍ କରେ। ତ ଆଜି ବି ମଧ୍ୟ ଠିକ୍ ସେମିତି ଡଲାରେ ଡଲେ ଆଣିଥିନି ମଉଳା ଫୁଲ, ତାକୁ ଆଗେ ପ୍ରଥମେ ଦେଇଦେଲି ଗଛ ମୂଳରେ। ଗଛ ମୂଳରେ ସବୁବେଳେ ଦେବା ବେଳେ ନା ଆପଣ ମାଟି ଖୋଳିକି ଦେବେ, ଆଉ ସେଥିରେ ଟିକେ ହାଲକା ଦହି ପକେଇଦେବେ। ସେଇଟା ବହୁତ ଜଲ୍ଦି ପଚିବ, ବହୁତ ଜଲ୍ଦି ଗଛକୁ ହେଭି ପ୍ରୋଟିନ୍ ଯୋଗେଇବ। ଆଉ ଦହି ଦେଲେ ଗଛ ମୂଳରେ ଫଙ୍ଗସ୍ ବି ଲାଗିବନି। ତ ସବୁଠୁ ଏଇଟା ହେଉଛି ୟୁଜଫୁଲ୍ ଟିପ୍ସ। ତାପରେ ଆଜି ପରିବା ହେଉଛି ମୁଁ ହାରଭେଷ୍ଟ କଲି 2ଟା ଜହ୍ନି, ତ ଜହ୍ନି ଧରିକି ଏବେ ଚାଲିଲି ରୋଷେଇ ଆରମ୍ଭ କରିବି।